ଅଲାରନାଥ ନାମ କାହିଁକି ଦିଆଗଲା? ଏହି ନାମ ପଛରେ କ'ଣ ରହିଛି ରହସ୍ୟ? କାହିଁକି ମହାପ୍ରଭୁ ଅଣସର ସମୟରେ ଅଲାରନାଥ ରୂପରେ ଦର୍ଶନ ଦିଅନ୍ତି? କେଉଁ ଭକ୍ତ ପାଖରୁ କ୍ଷୀରି ଖାଇ ତାଙ୍କର ହାତ ଆଉ ପେଟ ପୋଡ଼ି ଯାଇଥିଲା? ଜାଣିବା ସଂକ୍ଷିପ୍ତ ବିବରଣୀ ଅଲାରନାଥ ବିଷୟରେ ସୁନ୍ଦର ଭିଡ଼ିଓଟି ଆରମ୍ଭ କରିବା। ଜୟ ଜଗନ୍ନାଥ। ଦର୍ଶକ ବନ୍ଧୁ, ସୁନ୍ଦର ସଂକ୍ଷିପ୍ତ କଥାଟିଏ ଅଲାରନାଥଙ୍କ ବିଷୟରେ। ଦେଖନ୍ତୁ, ଅଲାରନାଥ ମନ୍ଦିର ପୁରୀ ପାଖରୁ 22 କିଲୋମିଟର ଦୂରରେ ବ୍ରହ୍ମଗିରି ଜାଗାରେ ଅବସ୍ଥିତ। ଦର୍ଶକ ବନ୍ଧୁ, ଇଏ ହେଉଛି ସର୍ବ ପୁରାତନ ବିଷ୍ଣୁଙ୍କର ମନ୍ଦିର। କିମ୍ବଦନ୍ତୀ ଲୋକକଥା ଅନୁସାରେ ଚୈତନ୍ୟ ଯେତେବେଳେ ବି ଏଠି ଦର୍ଶନ କରନ୍ତି ଶ୍ରୀଜୀଉଙ୍କୁ, ତତ୍କ୍ଷଣାତ୍ ବାହାରି ପଡ଼ନ୍ତି ତାପରେ ଦର୍ଶନ କରିବା ପାଇଁ ଅଲାରନାଥଙ୍କୁ। ଅଲାରନାଥ ମନ୍ଦିରରେ ବିଷ୍ଣୁ ରୂପରେ ଅଲାରନାଥ ପୂଜା ପାଆନ୍ତି। ଦର୍ଶକ ବନ୍ଧୁ, ଯେତେବେଳେ ତିନି ଠାକୁର ତିନି ବିଗ୍ରହ ସ୍ନାନ ପୂର୍ଣ୍ଣିମାରେ ସ୍ନାନ ଅତ୍ୟଧିକ ମାତ୍ରାରେ କରିସାରିବା ପରେ ଜ୍ୱରରେ ପୀଡ଼ିତ ହୁଅନ୍ତି, ତା ପର ଦିନଠୁ ଅଲାରନାଥରେ ବିଷ୍ଣୁଙ୍କ ରୂପରେ ସେ ଦର୍ଶନ ଦେଇଥାନ୍ତି। କଥା ମାନ୍ୟତା ଅନୁସାରେ ଯେତେ ମାତ୍ରାରେ ଶ୍ରୀଜୀଉଙ୍କୁ ଦର୍ଶନ କଲେ ପୁଣ୍ୟ ମିଳେ, ସେତେ ମାତ୍ରାରେ ଅଲାରନାଥଙ୍କୁ ଦର୍ଶନ କଲେ ପୁଣ୍ୟ ମିଳେ। ଦେଖନ୍ତୁ, ପୌରାଣିକ କଥାବସ୍ତୁ ଅନୁସାରେ ସୁନ୍ଦର ରହସ୍ୟଟିଏ ଅଛି। ଅଲାରନାଥଙ୍କର ପୌରୋହିତ ଡେଲି ଯିଏ ତାଙ୍କୁ ପୂଜା କରନ୍ତି, ତାଙ୍କର ଏକ ପୁତ୍ର ଥିଲା 12 ବର୍ଷର। ସିଏ ତାଙ୍କ ପୁତ୍ରକୁ କହିଗଲେ, ପୁତ୍ର, ମୁଁ ଏବେ ତୀର୍ଥ ଦର୍ଶନରେ ବାହାରିଲି, ତେଣୁ କରିକି ଯେତେ ପର୍ଯ୍ୟନ୍ତ ମୁଁ ଆସିନାହିଁ ସେତେ ପର୍ଯ୍ୟନ୍ତ ତମେ ପ୍ରତ୍ୟେକ ଦିନ ଅଲାରନାଥଙ୍କୁ କ୍ଷୀରି ଭୋଗ ନେଇକି ଦେବ। ଏପଟେ ତାଙ୍କର ମା ତାଙ୍କୁ ଶିଖେଇଥାନ୍ତି ଯେ ଅଲାରନାଥ ହେଉଛି ଭଗବାନ, ତ ସହିତ ତୁମର ବନ୍ଧୁ। ଦର୍ଶକ ବନ୍ଧୁ, ପ୍ରତ୍ୟେକ ଦିନ ତାଙ୍କର ମା ତାଙ୍କୁ କ୍ଷୀରି ଦେଇ ପଠାନ୍ତି ଅଲାରନାଥ ପାଖକୁ। ଅଲାରନାଥ ପାଖରେ ରଖିଦେଇ କହନ୍ତି, ଆସ ଅଲାରେ ଖାଅ କ୍ଷୀରି, ବାପା ଯାଇଛନ୍ତି ତୀର୍ଥ କରି। ଆଜ୍ଞା, ଏଇ କଥାଟା ଏବେ ବି ଭକ୍ତମାନେ ମଧ୍ୟ ଗଲେ ସେଠାରେ ଏହାକୁ ଆବୃତ୍ତି କରିଥାନ୍ତି। ତ ଠାକୁର କ'ଣ କରିଛନ୍ତି, ପିଲାଟିର ଭକ୍ତିରେ ପ୍ରଶଂସିତ ହୋଇ ସେ କ୍ଷୀରିତକ ଖାଇ ଦେଇଛନ୍ତି। ଘରକୁ ଆସିବା ସମୟରେ ସେ ପ୍ରତ୍ୟେକ ଦିନ ଖାଲି ପାତ୍ର ନେଇକି ଆସନ୍ତି। ଏସବୁ କଥା ଯେତେବେଳେ ତାଙ୍କର ବାପା ତୀର୍ଥରୁ ଫେରି ଶୁଣିଛନ୍ତି, ସେ ତାଙ୍କୁ ପଚାରିଛନ୍ତି, କିରେ ପୁତ୍ର, ତମେ କ୍ଷୀରି ସବୁ ଖାଇ ଦେଇଛ ନା ତମେ ଭଗବାନଙ୍କୁ ଦେଇଛ? ପୁତ୍ରଟି କହିଛି, ବାପା, ଭଗବାନଙ୍କୁ ମୁଁ ଦେଇଛି, ସବୁଦିନ ଭଗବାନ ଖାଆନ୍ତି। ତାଙ୍କର ବିଶ୍ୱାସ ହେଲା ନାହିଁ। ଦିନେ କ'ଣ ହେଇଛି ନା, ସିଏ ନିଜେ ଛପି ରହି ଲୁଚି ଲୁଚି ସବୁ ଦେଖିଛନ୍ତି। ଗୋଟିଏ କଳା ପିଲାଟିଏ ଆସି କ୍ଷୀରି ଯେତେବେଳେ ଖାଉଥିବାର ସେ ଦେଖିଛନ୍ତି, ସେହି ସମୟରେ କବାଟଟିକୁ ଖୋଲି ଦେଇଛନ୍ତି ପୌରୋହିତ ଜଣକ, ପୂଜାରୀ ଜଣକ। ସେହି ସମୟରେ ହଠାତ୍ ତରବରି ହେଇ ଠାକୁର କ'ଣ କରିଛନ୍ତି ନା ପଳେଇ ଯାଇଛନ୍ତି ଏବଂ ବିଗ୍ରହ ରୂପରେ ସେ ପୁଣି ସେଇଠାରେ କ'ଣ ହେଇଛି ଦେଖା ଦେଇଛନ୍ତି। କିନ୍ତୁ ସେହି ସମୟରେ କ'ଣ ହେଇଛି ନା, ତାଙ୍କର ହାତ ଆଉ ପେଟ ଏବେ ବି ସେଇ ବିଗ୍ରହରେ ବା ପ୍ରତିମାରେ ଦେଖିବାକୁ ମିଳେ ପୋଡ଼ି ଯାଇଥିବାର। ତ ଇଏ ହେଉଛି ତାଙ୍କର ହାତ ଆଉ ପେଟ ପୋଡ଼ି ଯାଇଥିବାର କିମ୍ବଦନ୍ତୀ। କାହିଁକି ପୋଡ଼ି ଯାଇଥିଲା? ଦର୍ଶକ ବନ୍ଧୁ, କ'ଣ ରହିଛି ଅଲାରନାଥର ଇତିହାସ? ଦେଖନ୍ତୁ, ପୁରୀ ମନ୍ଦିର ଠାରୁ ଇତିହାସର ତଥ୍ୟ ଅନୁସାରେ, ପୁରୁଷୋତ୍ତମ ଚନ୍ଦ୍ର ଗ୍ରନ୍ଥ ଅନୁସାରେ ଜଣେ ତାନ୍ତ୍ରିକ ନାମ ହେଉଛି ଆଲରବର୍ଗ।
ସେ ଆସିଛନ୍ତି ଶ୍ରୀଜୀଉଙ୍କୁ ଦର୍ଶନ କରିବା ପାଇଁ। ମାତ୍ର ସେହି ସମୟରେ ଶ୍ରୀଜୀଉ ଶୋଇଛନ୍ତି। ଦେଖା କରିବେ ନା ସିଏ କ'ଣ କଲେ ନା ଗୋଟେ ଭଅଁର ରୂପ ଧାରଣ କରିକି ଶ୍ରୀଜୀଉଙ୍କୁ ଦର୍ଶନ ପାଇଁ ଯାଇଛନ୍ତି। ସେଠାରେ ଗୋଟେ ପଦ୍ମ ଫୁଲ ଥାଏ। ସେଇ ପଦ୍ମ ଫୁଲ ଉପରେ ବସିବାକୁ ଯିବା ସମୟରେ ସେ ନାରୀ ରୂପ ଧାରଣ କରିଛି। ଆଉ ସେହି ସମୟରେ ତାହା ଦେଖି ସେ ବହୁତ ଦୁଃଖିତ ହୋଇଛନ୍ତି। ଆଉ ସେ ସମୁଦ୍ର କୂଳକୁ ଯାଇଛନ୍ତି ଏବଂ ସମୁଦ୍ର କୂଳକୁ ସେ ଡେଇଁ ପଡ଼ିଛନ୍ତି, ନିଜକୁ ସେ ନଷ୍ଟ କରିଦେବା ପାଇଁ ଚାହିଁଛନ୍ତି। ସେହି ସମୟରେ ବିରାଟ ବାନର ଆସି ତାଙ୍କୁ ଧରିକି ଫାମ୍ପୁଡ଼ି ଦେଇଛନ୍ତି ଦକ୍ଷିଣ ଦିଗ ଆଡ଼କୁ। ସେ ଯାଇକି କେଇଠି ପଡ଼ିଛନ୍ତି ନା ସେ ପଡ଼ିଛନ୍ତି ଅଲାରନାଥ ମନ୍ଦିରରେ ସେ ପଡ଼ିଛନ୍ତି। ସେଇଠି ଯେତେବେଳେ ସେ ଚାହିଁ ଦେଇଛନ୍ତି ସେଇ ପ୍ରତିମାକୁ, ସେଇଠାରେ ସେ ଚତୁର୍ଭୁଜ ଦର୍ଶନ କରିଛନ୍ତି ଏବଂ ସେ ଆଖିରୁ ଅଶ୍ରୁ ଝରି ପକାଇ ଦେଇଛନ୍ତି। ପ୍ରଭୁ, ତମେ ମୋତେ ଦର୍ଶନ ଦେଇଛ। ସେବେଠାରୁ ସେଇ ଜାଗାର ନାମ ଅଲାରନାଥ ନାମରେ ପରିଚିତ ହେଲା। ତ ଇଏ ଥିଲା ଇତିହାସର କିମ୍ବଦନ୍ତୀ ଅନୁସାରେ ସେଇ ଜାଗାର ନାମ ଅଲାରନାଥ ହେଇଥିଲା। ଦର୍ଶକ ବନ୍ଧୁ, ଏବେ ବି ବିଶ୍ୱାସ କରାଯାଏ ଯେ ଆମ ଧର୍ମ କହେ ଯେତିକି ଧର୍ମ ଶ୍ରୀଜୀଉଙ୍କୁ ଦର୍ଶନ ପରେ ମିଳେ ସେତିକି ଧର୍ମ ଅଲାରନାଥକୁ ଦର୍ଶନ କଲେ ମଧ୍ୟ ମିଳେ। ଭିଡ଼ିଓଟି ଅତି ସଂକ୍ଷିପ୍ତ ବିବରଣୀ ଥିଲା ଅଲାରନାଥଙ୍କ ଉପରେ। ଯଦି ଆଉ କିଛି ତଥ୍ୟ ଜାଣିବାକୁ ଚାହାନ୍ତି ନିଶ୍ଚିତ ମୋତେ କମେଣ୍ଟ କରିକି ଜଣେଇବେ। ଆଉ କେଉଁ ଜିଲ୍ଲାରୁ ଦେଖୁଛନ୍ତି ଦର୍ଶକ ବନ୍ଧୁ ନିଶ୍ଚିତ କମେଣ୍ଟ କରିକି କହିବେ। ତା ସହିତ କମେଣ୍ଟରେ ଜୟ ଜଗନ୍ନାଥ ଲେଖିବା ପାଇଁ ଭୁଲିବେ ନାହିଁ। ଆମର ଆରାଧ୍ୟ ଦେବତା, ଆମ ଘରେ ଘରେ ପରିଚିତ ଆମ ଠାକୁର, ଆମ କାଳିଆ ସାଆନ୍ତ ଜଗନ୍ନାଥ। ନିଶ୍ଚିତ ସାଙ୍ଗସାଥିମାନଙ୍କ ସହିତ ସେୟାର କରିବେ, ସବସ୍କ୍ରାଇବ୍ କରିକି ମଧ୍ୟ ରଖିଥିବେ। ଆହୁରି ମଧ୍ୟ କିମ୍ବଦନ୍ତୀ ବହୁତ କିଛି ରହିଯାଇଛି ଅଲାରନାଥଙ୍କ ବିଷୟରେ। ନିଶ୍ଚିତ ଯଦି ଆପଣମାନଙ୍କର ଶୁଣିବା ପାଇଁ ଇଚ୍ଛା ଥାଏ ନିଶ୍ଚିତ ବା ଦେଖିବା ପାଇଁ ଇଚ୍ଛା ଥାଏ ମୋତେ ନିଶ୍ଚିତ କମେଣ୍ଟ କରି କହିବେ। ମୁଁ ପୁଣି ସେକେଣ୍ଡ ପାର୍ଟ ୟାର ନେଇକି ଆସିବି। ବହୁତ ବଢ଼ିଆ ସୁନ୍ଦର ୟାର କିମ୍ବଦନ୍ତୀ ଅଛି। କେଉଁ ରାଜା ତିଆରି କରିଥିଲେ ତାଙ୍କ ଅନୁସାରେ ମଧ୍ୟ ଏ ଜାଗାର ନାମ ଅଲାରନାଥ ହେଇଥିଲା। ତ ସିଏ ମଧ୍ୟ ମୁଁ କହିବି ନିଶ୍ଚିତ।